ମା ହେବାଟା ଗୋଟେ ସୌଭାଗ୍ୟର କଥା ହେ ସେଥିଲାଗି ବହୁତ ନିଜକେ ଗର୍ବିତ ମନେ ଲାଗୁଛି। ଆମେ ଦେଖୁଛୁ ଆଜ୍ଞା ଏତେ ସବୁ ସୁନା ରୂପା ସିଲ୍ ଶିଲ୍ପା ଚନ୍ଦନ ପେଡି ରହିଛି ଏଇଟା ସବୁ କାଁଥିର ଲାଗି ଆଜ୍ଞା? ଏଇଟା ସବୁ ମାଙ୍କର ଯୌତୁକ ହିସାବରେ ଦିଆଯିବାର ଲାଗି। ହଁ ଯେନ୍ତା ଗୋଟେ ଝିଅ କେ ଆମେ ବାହାଘର କଲେ ଯେନ୍ତା ଯୌତୁକ ଦେସୁଁ ଗହଣା ବାସନ ନନ୍ଦ ପଟୁଲି ଏଇଟା ସବୁ ତାଙ୍କୁ ଯୌତୁକ ହିସାବରେ ଦେବାର। ଆପଣ କହିଲେ ଏବେ ଯେ ଯେନ୍ତା ଗୋଟେ ଝିଅ କେ ବିହା କଲେ ଯେତିକି ସାମାନ ଦିଆଯାଉଛି ଯେତିକି ଗହକି ଲାଗସି ସେନ୍ତା ଔଷଧ ଆନନ୍ଦ ଏବେ ବି ଲାଗୁଛି ଆପଣ ମାତା ପାର୍ବତୀଙ୍କର ମା ହେଇକରି। ହଁ ହେନ୍ତା ପୁରା ଲାଗୁଛି ଇଏ ଲାଗୁଛି ସେଟା ତ ଭଗବାନ ମାତା ହେବାଟା ସେଟା ମାଙ୍କର ଇଚ୍ଛା ସେଟା ମାଙ୍କର ଇଚ୍ଛାର ଗୋଟେ ମାଧ୍ୟମ ବନିଥିବାରୁ ନିଜକେ ବହୁତ ଖୁସି ଲାଗୁଛି ଆଉ। ଆମର ତ ମାଟି ପକା ଯାଇ ରଗଡା ସରିଛି 29 ତାରିଖରେ ତାପରେ ଏଇଟା ଦିଅ ମଙ୍ଗଳା ଅଛି 17 ତାରିଖରେ ଆଉ ବାହାଘର ଅଛି 18 ତାରିଖରେ।